ସେ ସ୍ତ୍ରୀ ଲୋକ କହିବେ, ମାୟା, ଏ ଭୂତୁଣୀ ଭଳି ଦେଖାଯାଉଥିବା ସ୍ତ୍ରୀ ଲୋକଟା ତ ବଡ଼ ଭଉଣୀ ନା? କ'ଣ ତା ନାଁଟା? ହଁ, ରୁବି। ରୁବି ନା ତା ନାଁ? ତାପରେ ମାୟା କହିବେ, ଆଜ୍ଞା। ଏହାପରେ ସେ ସ୍ତ୍ରୀ ଲୋକ କହିବେ, ଅନ୍ୟ ମୁହଁର ଖାଦ୍ୟ ଛଡ଼େଇ ଖାଇବାର ଅଭ୍ୟାସ ତାର କ'ଣ ଏ ପର୍ଯ୍ୟନ୍ତ ଯାଇନି? ପୁଣି କହିବେ, ତୁ ତ ଏ ଘରେ ସବୁବେଳେ ବସିକି ରହୁଛୁ ନା? ଖାଇକି ପୁରା ମଇଁଷି ଭଳିଆ ହେଇଗଲୁ। ଆରେ ଟିକେ ତ ଦେହକୁ ଲଗେଇ କିଛି କାମ କର। ଶୁଣୁ, ବାହାରେ ଅଟୋ ଠିଆ ହେଇଛି, ସବୁ ଜିନିଷପତ୍ର ସେଇଠି ଅଛି। ଯା, ଯାଇକି ନେଇ ଆସିବୁ। ଯା ପରା କହୁଛି। ଆରେ ଯାଉନୁ। ତାପରେ ରୁବି ବାହାରକୁ ଯିବେ। ତାପରେ ଆଦର୍ଶ ଆସି କହିବେ, ଦିଦିମା ଆପଣ? ତାପରେ ଦିଦିମା କହିବେ, ଆରେ ମୋ ନାତିଆ, ଆସେ, ଜଲ୍ଦି ଆସେ। ମୋ ଧନ, କେତେ ବଡ଼ ହେଇଗଲୁଣି, କେତେ ସୁନ୍ଦର ହେଇଛୁ ଲୋ। ଆଉ କହିବେ, 100 ବର୍ଷ ତୋର ଆୟୁଷ ବଢ଼ୁ। ଆସିଗଲା ମୋ ଆଖିର ତାରା। ର କହି ପଇସା ବାହାର କରି ଆଦର୍ଶକୁ ଦେବେ। ଏହାପରେ ଆଦର୍ଶ କହିବେ, ଦିଦିମା, ପଇସା ମୋର କ'ଣ ହେବ? ତାପରେ ଦିଦିମା କହିବେ, ଆରେ ବୁଧୁ, ଏଇଟା ତୋ ପାଇଁ ନୁହେଁ, ତୋ ସ୍ତ୍ରୀର ମୁହଁ ଦେଖିଲି ତ, ଏଇଟା ହେଉଛି ତାର ମୁହଁ ଚାହା, ତାକୁ ଦେଇଦେବୁ। ବଢ଼ିଆ ସ୍ତ୍ରୀଟେ ହେଇଛି ମ, ବହୁତ ସୁନ୍ଦର, ବହୁତ ସଂସ୍କାରୀ ବୋହୂଟିଏ ସିଏ। ହଁ ଲୋ। ତାପରେ ପଲ୍ଲବୀଙ୍କୁ ଡାକିବେ, ଏଇଠିକୁ ଆସିଲୁ, ଆ। ତାପରେ ପଲ୍ଲବୀ ଦିଦିମାଙ୍କ ପାଖକୁ ଆସିବେ। ଏହାପରେ ଦିଦିମା ତାଙ୍କର ବେକରୁ ଚେନ୍ ଖୋଲି ପିନ୍ଧେଇ ଦେଇ କହିବେ, ନେ, ଏଇଟା ହେଉଛି ମୋ ତରଫରୁ। ଦେଖିଲୁ କେତେ ସୁନ୍ଦର ଦେଖାଯାଉଛି, ସୁନ୍ଦରିଆଟା ମ। ତାପରେ ପଲ୍ଲବୀ ନିମ୍କି ହାତରୁ ଚା ଆଣି ଦିଦିମାଙ୍କୁ କହିବେ, ନିଅନ୍ତୁ ଦିଦିମା, ଇଏ ହେଉଛି ଆପଣଙ୍କ ପସନ୍ଦ ବିନା କ୍ଷୀରବାଲା ନାଲି ଲେମନ ଟି। ଏହାପରେ ଦିଦିମା କହିବେ, ଆରେ ବାଃ, ମୁଁ ତ ଦେଖୁଛି ତୁ ମୋର ପସନ୍ଦ ନାପସନ୍ଦ ସବୁ ମୋ ନାତିଆ ଠାରୁ ଜାଣିସାରିଛୁ। ଆରେ ବାଃ ବାଃ, ୟାକୁ ହିଁ କୁହନ୍ତି ବୋହୂ। ର ଟିକେ ପିଇ ସାରେ। ପୁଣି ଚା ପିଇ କହିବେ, ୱାଃ, ବଢ଼ିଆ ହେଇଛି ମ, କେତେ ବଢ଼ିଆ ଚାଟା କରିଛୁ ମ, ବଢ଼ିଆ ହେଇଛି, ବଢ଼ିଆ। ତାପରେ ରୁବି ଦିଦିମାଙ୍କ ଲଗେଜ ଆଣି ରଖିବେ। ଏହା ଦେଖି ଦିଦିମା କହିବେ, ଆହାହା, ସେଟା ସେଇଠି କାହିଁକି ରଖିଲୁ? ମୋ ମୁଣ୍ଡ ଉପରେ ରଖେ, ମୁଣ୍ଡ ଉପରେ। ଆରେ ବାହାରୁ ତ ଆଣିଲୁ, ଭିତରକୁ ନେଇ ଯାଇଥାନ୍ତୁ, ଏଇଠି କ'ଣ ରଖିଲୁ? ତାପରେ ନୀଲମକୁ କହିବେ, ସେତିକି ବେଲୁ ସେଇଠି ଖୁଙ୍କାଇ କାହିଁ ଠିଆ ହେଇଛୁ? ଯାଉନୁ ଟିକେ ସାହାଯ୍ୟ କରିବୁ, ଯା। ତାପରେ ନୀଲମ ଆଉ ରୁବି ଦିଦିମାଙ୍କ ଲଗେଜ ନେବେ। ତାପରେ ଦିଦିମା କହିବେ, ଆରେ ଆନନ୍ଦ, ବିନୋଦ ଆଉ ତା ସ୍ତ୍ରୀ, ପିଲାଛୁଆ, ସେମାନେ କୁଆଡ଼େ ଗଲେ? ତାପରେ ଆନନ୍ଦ ଚୁପ୍ ହେଇଯିବେ। ତ ଦର୍ଶକ ବନ୍ଧୁ, ଏବେ କ'ଣ ଆନନ୍ଦ ଦିଦିମାଙ୍କୁ ସବୁ ସତ କଥା କହିଦେବେ କି? ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।